ଆସନ୍ତୁ ଜାଣିବା ହସ୍ତରେଖା ବିଚାର ବିଷୟରେ। ଆଜି ତ ବିଚାର କରିବାନି, ଜାଣିବା ହସ୍ତରେଖାକୁ। ହସ୍ତରେଖାର ଆମେ ଯେଉଁ ମୁଖ୍ୟ ରେଖା ଜୀବନ ରେଖା, ଏହା ମଙ୍ଗଳ କ୍ଷେତ୍ରରୁ ନିମ୍ନଗାମୀ ହୋଇ ଦେଖନ୍ତୁ ଆସି କେତୁ କ୍ଷେତ୍ର ପର୍ଯ୍ୟନ୍ତ ଲମ୍ବି ଥାଏ। ଏହି ରେଖା ପିତୃରେଖା ରେଖା ସଦୃଶ। ଏହାର ଗୁରୁତ୍ୱ ବହୁତ ଅଧିକ ଅଛି। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଏହି ରେଖାକୁ ଦେଖି ଜୀବନ ଧାରା ବିଷୟରେ ଜାଣି ହୁଏ। ସେ କଥା ତମେ ପରେ ଜାଣିବା। କେଉଁଠି କେଉଁ ଚିହ୍ନ ରହିଲେ, କ'ଣ ରହିଲେ, କେଉଁ ରଙ୍ଗ ରହିଲେ କିପରି ହେବ, କ'ଣ ପ୍ରଭାବ ପକାଏ। କିନ୍ତୁ ଏହି ଜୀବନ ରେଖା ହେଉଛି ହାତର ମୁଖ୍ୟ ରେଖା। ତାପରେ ଆମେ ଆସିବା, ଏଇଟା ଦେଖନ୍ତୁ, ଏଇଟା ମସ୍ତିଷ୍କ ରେଖା, ଯାହାକୁ ବ୍ରେନ୍ ବା ମସ୍ତିଷ୍କର କାମ ସୂଚାଇଥାଏ। এই ରେଖାଟି, ଏହା ଚନ୍ଦ୍ର, ଏଟା ହେଲା ଆମର ଚନ୍ଦ୍ର ଅଧିପତି, ଇଏ ମଙ୍ଗଳ ଅଧିପତି। ଏହାରି କ୍ଷେତ୍ର ମଧ୍ୟରେ ଇଏ ଘୁରେ ନିମ୍ନଗାମୀ ମଙ୍ଗଳ ହୋଇ, ମଙ୍ଗଳ ଠାରୁ ନିମ୍ନଗାମୀ ହୋଇ ମଙ୍ଗଳ ରାସ୍ତାରେ। ଚନ୍ଦ୍ରାଧିପତି ହେଲେ ତାର କାମ ଅଲଗା ଅଛି, ମଙ୍ଗଳ ଦିଗକୁ ଗଲେ ତାର କାମ ଅଲଗା ଅଛି। ଏବଂ ଏହା କ୍ଷେତ୍ରରେ ବିଭିନ୍ନ ପ୍ରକାର ଯଦି ଚିହ୍ନ, କ୍ରସ୍, ୟୁ, ଏମକା ଏବଂ ତ୍ରିଭୁଜ ଚିହ୍ନ, ଏସବୁ ପ୍ରକାଶ ବିନ୍ଦୁ, ଫଟା ଏସବୁ ରହିଲେ ତାର ବିଚାର ଅଲଗା ହୁଏ। କିନ୍ତୁ ଏହାର କାମ ଯାହାକୁ ମାତୃରେଖା ମଧ୍ୟ କୁହାଯାଏ। ଏହାର କାମ ହେଉଛି ମସ୍ତିଷ୍କ ମାନେ ମୁଣ୍ଡ, ବ୍ରେନ୍ ଉପରେ କିଏ ଅଧିକ ବୁଦ୍ଧି, କିଏ ମୂର୍ଖ, କିଏ କେଉଁ ପ୍ରକାର ମେମୋରି ଅଛି, ସେ ମେମୋରି ବିଷୟରେ ଇଏ ବିଭିନ୍ନ ସୂଚନା ଦିଏ। ଇଏ ଯେମିତି ଜୀବନ ରେଖା ଜୀବନର ମୃତ୍ୟୁ ପର୍ଯ୍ୟନ୍ତ ଗତିବିଧି ସୂଚାଏ। ଇଏକୁ ଆମେ ପିତୃରେଖା କହୁଥିବା ବେଳେ ଇଏ ମାତୃରେଖା ସଦୃଶ୍ୟ। ଇଏ ଦୁଇ ରେଖାର ସମ୍ମିଳନୀ ବହୁତ ଶୁଭ ସୂଚକ। ଆମର ଏଇ ଜୀବନ ରେଖାରେ ଯେଟା ରହିଛି, ଏଇନୁ ଯଦି ଆମର ଇଏ ବଜ୍ର ଚିହ୍ନ ଆକାରରେ ଏଇଭଳିଆ ରହିବ ସିଧା, ଇଏ ଯେତେ ଲମ୍ବିବ ସେତେ ଭଲ। ଯେତେ ଖଟା ହବ ସେତେ ମାନେ ଇଏଟା ଉପାଦେୟତା ମାନେ ଲାଭ କମ ମିଳେ। ଏଇଟା ବେପାର ରେଖା ବିଷୟରେ ଆମେ ପରେ ବୁଝିବା, କିନ୍ତୁ ଏଥିରେ ମଧ୍ୟ ବେପାର ଦିଗକୁ ସୂଚାଏ। এইটা ହେଲା ଆମର ଶନି କ୍ଷେତ୍ର, ଏଇଟା ଧନ କ୍ଷେତ୍ର କୁହାଯାଏ। ଇଏ ହେଲା ବୃହସ୍ପତି କ୍ଷେତ୍ର, ଗୁରୁ କ୍ଷେତ୍ର, ଯେଉଁଠି ଏ ହେଲା ରବି କ୍ଷେତ୍ର, ସୂର୍ଯ୍ୟ କ୍ଷେତ୍ର, ବୁଧ କ୍ଷେତ୍ର। ଇଏ ଦେଖନ୍ତୁ ଆମର ଶୁକ୍ର କ୍ଷେତ୍ର, ଚନ୍ଦ୍ର କ୍ଷେତ୍ର, ଏମିତି ଗ୍ରହର କ୍ଷେତ୍ର ଅଛି। ଏସବୁ ଆଙ୍ଗୁଳିର ସବୁ ଯେଉଁ ଉଚ୍ଚା ସ୍ଥାନ ଥାଏ, ସେଇ ସବୁକୁ କ୍ଷେତ୍ର କରିକି ଇଏ ଲମ୍ବ ଦିଅନ୍ତି। ୟାଙ୍କର ଏଇ ଅଙ୍ଗୁଳିକୁ ଏମାନଙ୍କର ପ୍ରଭାବ ଅଛି ଏବଂ ତଳକୁ ଉପର ହସ୍ତର ଚାରିଆଡ଼କୁ ପ୍ରଭାବ ପାଇଥାଏ। ଆପଣ ଦେଖନ୍ତୁ, ଏତ ଗଲା ମତେ ହୃଦୟ ରେଖା। ଏଇଟା ହେଉଛି ଆପଣଙ୍କର ହୃଦୟ ରେଖା। ଇଏ ହୃଦୟ ରେଖାର କାମ ହୃଦୟ ଲାଗିଥାଏ। ଆପଣଙ୍କର ଯେମିତି ହୃଦୟବାନ କିଏ, କିଏ ହୃଦୟବାନ ନୁହେଁ, ଏସବୁ ଜାଣିବା ପାଇଁ ଏହା ସୂଚାଏ। ଏହାର ଏଇ ହୃଦୟବାନ ଯଦି ଗୁରୁ ଦିଗକୁ ଯାଇଥାଏ ଧାର୍ମିକ ଆଡ଼କୁ ସୂଚାଏ। ଶନି ଦିଗକୁ ଗଲେ ଧନ ପ୍ରାପ୍ତି ଆଡ଼କୁ ସୂଚାଏ। ଏବଂ ଯଦି ଏ ଦ୍ୱିମୁଖୀ ହେଇକି ଗତି କରେ, ଉଭୟ ଧନ ଓ ବିଦ୍ୟାର ପ୍ରାପ୍ତିର ଯୁଗ ସୂଚାଏ। ଆପଣ ଦେଖନ୍ତୁ, ଇଏ ତ ଗଲା ହୃଦୟ ରେଖା। ଭାଗ୍ୟ ରେଖା ଦେଖନ୍ତୁ, ଭାଗ୍ୟ ରେଖା ଏଇଟା ବିଭିନ୍ନ ପ୍ରକାର ଷ୍ଟାଇଲ ଥାଏ। ଏଠୁ ବି ବାହାରିଥାଏ, ଇଏ ବି ଥାଏ, କାହାର ଛୋଟ ଥାଏ, କାହାର ବି ଖଣ୍ଡ ଖଣ୍ଡ ହେଇକି ଥାଏ। ଏଠୁ ଏଠିକି ଏମିତି ଆସିଥିବ, ତାପରେ ଏଠୁ ଏମିତି ଆସିଥିବ, ଖଣ୍ଡ ଖଣ୍ଡ ହେଇକି ଥାଏ। କାହାର ବି ନଥାଏ, ନଥିଲେ ବି ତାର ଭାଗ୍ୟ ଅଛି। ତାର ଭାଗ୍ୟ ଗ୍ରହମାନଙ୍କ ଦ୍ୱାରା ନିର୍ଣ୍ଣାୟିତ ହୁଏ। ତାକୁ ତାର ଭାଗ୍ୟ ତାକୁ ସାଥ ଦିଏନି, କିନ୍ତୁ କର୍ମ ସାଥ ଦିଏ। ତେଣୁ କର୍ମ ଅନୁସାରେ ସେ ଭାଗ୍ୟ ବଢ଼େ। ତେଣୁ ଇଏ ଗଲା ଭାଗ୍ୟ ରେଖା। ଦେଖନ୍ତୁ ଆପଣଙ୍କର ଏଠି ଆସୁଛି ଇଏ ଭାଗ୍ୟ ରେଖା। ମସ୍ତିଷ୍କ ରେଖା ଗଲା ଆପଣଙ୍କର ମଙ୍ଗଳ ରେଖା। ଦେଖନ୍ତୁ ମଙ୍ଗଳ ରେଖା ଏଠୁ ଲମ୍ବିକି କେମିତି ଆସେ, ଏଇଆ ଶୁକ୍ର କ୍ଷେତ୍ର ଅଧିପତି ହୁଏ, ଏପଟକୁ ଯାଏ, ସେପଟକୁ ଯାଏ। ଇଏ ମଙ୍ଗଳ ରେଖା। ଆପଣଙ୍କର ମଣିବନ୍ଧନ ରେଖା ଦେଖନ୍ତୁ, ଏଠି ମଣିବନ୍ଧନ ରେଖା 1, 2, 3ଟି ପର୍ଯ୍ୟନ୍ତ ଥାଏ।
ଯଦି ଗୋଟିଏ ଯଦି କାହା ହାତରେ ସ୍ପଷ୍ଟ ଭାବରେ ଥାଏ ମଣିବନ୍ଧନ ରେଖା, ସେଟା ସ୍ୱାସ୍ଥ୍ୟ ଭଲ ସ୍ୱାସ୍ଥ୍ୟବାନକୁ ସୂଚାଏ। ଦୁଇଟା ରହିଲେ ସ୍ୱାସ୍ଥ୍ୟ ସହିତ ଧନକୁ ସୂଚାଏ। ତିନିଟା ଯଦି ରହିବ ତାହେଲେ ସ୍ୱାସ୍ଥ୍ୟ ଧନ ଧର୍ମ ତିନିଟା ହେଇକି ସେ ମହତ୍ ଉଦ୍ଦେଶ୍ୟ ସ୍ଥାପନ କରେ। ଏବଂ ଏ ମଣିବନ୍ଧନ ରେଖାରୁ ବିଭିନ୍ନ ରେଖା ଉଦ୍ଗୀରଣ ହେଲେ ତାର କୁପ୍ରଭାବ ସୁପ୍ରଭାବ ଅଛି, ସେ ବିଷୟରେ ପର ଭିଡ଼ିଓରେ ଇଏ କରିବା। ଏଇଟା ଆପଣଙ୍କର ରାହୁ କ୍ଷେତ୍ର। ଏଇ ରାହୁ କ୍ଷେତ୍ରରେ ଯଦି ତ୍ରିଭୁଜାକୃତି ରୁହେ ରେଖା, ଇଏ ଭଲ, କିନ୍ତୁ ଏହାର ରଙ୍ଗ ବିଶେଷ କରି ରଙ୍ଗ ଉପରେ ବି ନିର୍ଭର କରେ। ରଙ୍ଗ ଆପଣଙ୍କର ଯଦି ଗାଢ଼ ନାଲ ଫିକା ନେଳି ଏସବୁ ବିଭିନ୍ନ ରଙ୍ଗ ନେଇକି ତାର ବିଚାର କରାଯାଏ। କେତେ ପ୍ରଭାବଶାଳୀ କେତେ ପ୍ରଭାବଶାଳୀ ନୁହେଁ, ସେହାକୁ ଆମେ ପରବର୍ତ୍ତୀ ଭିଡ଼ିଓରେ ଆଲୋଚନା କରିବା। ଆପଣ ଦେଖନ୍ତୁ ମିତ୍ର ରେଖା ଦେଖନ୍ତୁ, ଏଇ ଯେ ସବୁ ଯେ ହାତରେ ଯେ ସବୁ ଯେ ଚିହ୍ନତା, ଇଏ ମିତ୍ର ଯୋଗ ଘଟାଏ। ମିତ୍ରତା ଏଇଭଳିଆ ସବୁ ଚିହ୍ନ ପଡ଼ିଥିବ ହାତର ଅଙ୍ଗୁଳିର ଇଏ ସବୁ ମିତ୍ରତାର। କିନ୍ତୁ ଏଇ ଚିହ୍ନ ଉପରେ ଏଇ ଚିହ୍ନରେ ଯଦି କ୍ରସ୍ ଚିହ୍ନ ଲାଗେ ତାହେଲେ ଶତ୍ରୁତା ଯୋଗ ରୁହେ। ବିଭିନ୍ନ ଛୋଟ ବଡ଼ ଥାଏ ତାହେଲେ ଶତ୍ରୁ ଯୋଗ ଘଟାଏ। ଏହାର ଇଏ ବିଶେଷତ୍ୱ ଦେଖୁଛି। ଆପଣ ଦେଖନ୍ତୁ ବିବାହ ସନ୍ତାନ, ଏଇ ବିବାହ ସନ୍ତାନ ରେଖା ଏଇଠି ନିର୍ଣ୍ଣୟ କରାଯାଏ, କିନ୍ତୁ ଏହା ନିର୍ଣ୍ଣୟ କ'ଣ ବିଚାରକୁ ନେଇ କରାଯାଏ। ଆପଣଙ୍କର ଗୋଟେ ଦିଟା ତିନିଟା ଯଦି ରେଖା ଥିବ ଏମିତି, ତିନିଟା ବିବାହ ହେବ ବୋଲି ତାର କିଛି ସ୍ଥିରୀକୃତ ନାହିଁ। ଏହାର ରଙ୍ଗ ଏବଂ ଏହାର ଆକୃତି ଏବଂ ଏହାର ବିଶେଷତ୍ୱ ନେଇକି ବିଚାର କରାଯାଏ ଯେ ବିବାହ କେତୋଟି ଘଟିବ। ହୁଏତ ଲଭ୍ ମ୍ୟାରେଜ ହୋଇକି ଭାଙ୍ଗି ହେଇଥିବ କି ଗୋଟେ ଏମିତି ବିଭିନ୍ନ ପ୍ରକାର ଅର୍ଦ୍ଧ ବିବାହ ଏମିତି ବିଭିନ୍ନ ଯୋଗ ଘଟାଇଥାଏ। ତେଣୁ ଏହା ସୂଚାଏ। ଏଇଠାରେ ହିଁ ସନ୍ତତିର ଛୋଟ ଛୋଟ ରେଖା ଗୁଡ଼ିକ ଥିବ, ଦେଖିଥିବେ। ଏଇଠୁ ହିଁ ଗଣନା କରି ସନ୍ତାନ ସନ୍ତତି ବିଷୟରେ ଆକୃତି କରାଯାଏ। ଆକଳନ କରାଯାଏ ସତ, କିନ୍ତୁ ଏହାର ଗଣନା ଉପରେ ନିର୍ଭର କରିବ। ଏଇଟା ସନ୍ତାନ ରେଖା ଏଠାରେ ରହୁଛି। ଆପଣଙ୍କର ଦେଖନ୍ତୁ ଏଇଭଳି ସବୁ ରେଖା ସବୁ ରହିଛି। ଚନ୍ଦ୍ର କ୍ଷେତ୍ରରେ ଯାତ୍ରା ଯେଉଁ ଘଟିଥାଏ, ଚନ୍ଦ୍ରରୁ ଯେ ସବୁ ରେଖା ସବୁ ବାହାରିକି ଯିବ, ଏସବୁ ଯାତ୍ରା ବିଭିନ୍ନ ତୀର୍ଥଯାତ୍ରା, ବିଦେଶ ଯାତ୍ରା ଏବଂ ସଫଳ ପ୍ରାପ୍ତି ପାଇଁ ଏସବୁ ଯାତ୍ରା ଯେଉଁ ଘଟାଏ। ଆପଣଙ୍କର ରେଖା ମୁଖ୍ୟ ରେଖା ଗୁଡ଼ିକ ହେଲା ଜୀବନ ରେଖା, ମସ୍ତିଷ୍କ ରେଖା, ହୃଦୟ ରେଖା, ଭାଗ୍ୟ ରେଖା, ସୂର୍ଯ୍ୟ ରେଖା। ସୂର୍ଯ୍ୟ କ୍ଷେତ୍ରରୁ ଯେଉଁ ରେଖା ବାହାରିକି ବିଭିନ୍ନ ଗତିବିଧି କରିଥାଏ ସେ ସୂର୍ଯ୍ୟ ରେଖା। ବିବାହ ରେଖା ବିଷୟରେ ତ କହିଲି, ମିତ୍ର ଶତ୍ରୁ ରେଖା ବିଷୟରେ କହିଲି। ଧନ ପ୍ରାପ୍ତି ରେଖା যেটা ভাগ্য রেখারে ঘটায়, শনি ক্ষেত্রে ধনপ্রাপ্তি ঘটায়। শনি ক্ষেত্রରୁ রেখা ବାହାରିକି ଗଲେ ମଧ୍ୟ ଧନପ୍ରାପ୍ତି ଯୋଗ ଘଟେ। ବିଭିନ୍ନ କ୍ଷେତ୍ରରୁ ଧନପ୍ରାପ୍ତି ରେଖା ସବୁ ବାହାରିଥାଏ। ଯାତ୍ରା ରେଖା, ମଙ୍ଗଳ ରେଖା ତ କହିଲି, ମଣିବନ୍ଧନ ରେଖା ବିଷୟରେ କହିଲି, ବ୍ୟାପାର ରେଖା ବିଷୟରେ କହିଲି, ସନ୍ତାନ ରେଖା ବିଷୟରେ କହିଲି, ରଙ୍ଗ ବିଷୟରେ କହିଲି। ମାତ୍ର ଗଣନା ଦେଖନ୍ତୁ, ଗଣନା ଦ୍ୱାରା ଏହାକୁ ନିର୍ଣ୍ଣୟ କରାଯାଏ। ଆପଣଙ୍କର ଯଦି ଜଣକ ଅଙ୍ଗୁଳିରେ ପବ ସଂଖ୍ୟା 3 ଥିବ, ସବୁ ପବରେ ଏସବୁ ବୃଦ୍ଧ ଆଙ୍ଗୁଳିରେ ବିଶେଷ କରି ଦେଖାଯାଏ ନା, ଏଇଟା ଦେଖାଯାଏ କିନ୍ତୁ ଦେଖାଯାଏ ନାହିଁ, କିନ୍ତୁ ରହିଲେ ସିଏ ବହୁତ ଶୁଭ, ବହୁତ ଭଲ ଏବଂ ଧନ ଏବଂ ଆପଣଙ୍କର ବିଦ୍ୟା ବୁଦ୍ଧି ସବୁ କ୍ଷେତ୍ରରେ ମାନେ ସିଦ୍ଧସ୍ଥା ବୋଲି ପରିଗଣିତ ହୋଇପାରନ୍ତି। ବିଶେଷ କରି ଦେଖନ୍ତୁ ଶନି କ୍ଷେତ୍ର, ଶନି ଯୋଗ ବିଶେଷ କରି ଯାହା ଥିବ ଆପଣଙ୍କର ଜୀବନ ରେଖାର ଗତିବିଧିରୁ ଶନି ଯୋଗ ଘଟିଲେ ସିଧା ଯଦି ଏଇଠୁ ଶନି କ୍ଷେତ୍ରରୁ କୌଣସି ରେଖା ଯାଇକି ଶନି କ୍ଷେତ୍ରରେ ମିଳେ, ସିଏ ବହୁତ ଧନଶାଳୀ, ଯେମିତି ଗୋଟେ ବହୁତ ବଡ଼ କୋଟିପତିରୁ ହବାର ଅଛି। କିନ୍ତୁ ତାର ରଙ୍ଗ ଏବଂ ତାର ଆକୃତିର ଖଣ୍ଡ ବିଖଣ୍ଡ ନିର୍ଭର କରେ। ତା ବିଚାର କଲେ କୌଣସି ଗୋଟେ ଧରାଯାଉ ଆପଣଙ୍କର ବିବାହ ଯୋଗ ବିଷୟରେ ବିଚାର କଲେ କି କୌଣସି ବିଷୟ ଯୋଗ ବିଷୟରେ ଗୋଟିଏ ବିଷୟକୁ ନେଇକି ଆଲୋଚନା କଲେ ସେ ଆମେ ବିଭିନ୍ନ କହିପାରିବୁ ଭଲ ଭାବରେ ବୁଝେଇକି। ତେଣୁ ଆମେ ତ କ୍ଷେତ୍ର ବିଷୟରେ ଆଜି ଧାରଣା ଦେଲୁ, ରେଖା ବିଷୟରେ ଧାରଣା ଦେଲୁ।
आकृति सब यू आकृति अच्छी यू आकृति ज आकृति ज चिन्ह एमका चिन्ह एक्स चिन्ह विभिन्न चिन्ह सब अच्छी फुटकी चिन्ह आपणकर मणिबंधन रेखा रू बाहर की रेखा कले कौन हुए बुध रेखा रू गति करते रेखा क्यों दिग गति कले कौन हुए क्यों जुग क्यों ये रेखा सब घटे ये सब विषय रे आमे गुटिए गुटिए वीडियो नहीं आलोचना करिया गुटिए गुटिए वीडियो नहीं आलोचना कले तार रंग एवं तार आकृति एवं तार गतिविधि कौन क्षेत्र में कौन सब शुभ सूचक करुछि ए विषय रे गुटिए वीडियो रे तो हुई परिबो नहीं तेणु ये युग विषय रे प्रति कथा को यदि आमे आलोचना करिबा तेणु बहुत वीडियो दरकार तेणु आपण माने जदि ए विषय रे जानिबा को चाहुचंती किछि भलो लागुछि तेबे कमेंट करो हमर नंबर होची मोबाइल नंबर होची 891 742 1459 या द्वारा मधे कमेंट करि परिबे नहले आपण वीडियो रे कमेंट करंतु कोन जानिबा को चाहुचंती और वीडियो को शेयर करंतु जदि अधिक लोकों को पाखरे पहुंचीबो आमे एथिरे आकृष्ट होई कि हस्तरेखा विषय जानबू तेणु जतिकी रेखा विषय जानवा कथा तो कहली आग को आपनकर भल पाइबा रहिले आग को कहबी रहूची मु रवींद्र कुल्हारी नमस्कार जय जगन्नाथ।